ଆପଣ ପରିଚୟଟା? ନିରଞ୍ଜନ ବିଶ୍ୱାଳ ଓକିଲ ନୟାଗଡ଼। ଆଜି ଆପଣଙ୍କର ଭାଇର ଜଣେ ଚାଲିଗଲେ, ତାର ଉପରେ କ'ଣ କରିବେ? ସେଥିପାଇଁ ଆମେ ସମସ୍ତେ ମର୍ମାହତ ଦୁଃଖିତ। ତାପରେ ଗଲା କାଲି 3:30 4ଟା ବେଳକୁ ମୁଁ ତାଙ୍କ ସହିତ କଥାବାର୍ତ୍ତା ହେଇଛି ପ୍ରାୟ ଅଧଘଣ୍ଟେ। ଗୋଟେ କେସ୍ ମ୍ୟାଟର ବିଷୟରେ ଆଲୋଚନା ହେଉଥିଲି। ତାପରେ ହଠାତ୍ ଏମିତି ତାଙ୍କର ହେଲା, ଆମେ ଶୁଣିଲା ପରେ ତାକୁ ଆମେ ସେ ଟ୍ରିଟମେଣ୍ଟ ହେଉଥିଲେ ବୋଲି ଶୁଣିଲୁ। ତା ପରବର୍ତ୍ତୀ ସମସ୍ତେ ଶୁଣିଲୁ ଯେ ତାର ଏମିତି ସେ ଦେହତା କଲେ ଦେହାନ୍ତ ହେଲା। ସେଥିପାଇଁ ଆମ ବାର୍ ଆସୋସିଏସନ୍ ପୁରା ଦୁଃଖିତ। ସେଥିପାଇଁ ଗୋଟେ ଭଲ ଓକିଲ ଗଲା ମାନେ ପୂର୍ବ ପିରିୟଡ଼ରେ ବି ସେ ସରକାରୀ ଓକିଲ ଥିଲେ ଏବଂ ସରକାର ତାଙ୍କର ବି ପାରଦର୍ଶିତା ମଧ୍ୟ ରହିଥିଲା ସରକାରୀ ଓକିଲରେ, ଭଲ ମେଳାପି ଥିଲେ। ସେଥିପାଇଁ ଆମେ ସେଥିପାଇଁ ଦୁଃଖିତ। ଆପଣ ପରିଚୟଟା? ମୁଁ ପ୍ରତାପ ନନ୍ଦ, ଆଡ଼ଭୋକେଟ୍, ନୋଟାରୀ ପବ୍ଲିକ୍, ନୟାଗଡ଼। ଆପଣ ଆଡ଼ଭୋକେଟ୍ଙ୍କର ଆଜି ଦେହତା ହେଲା, ତାପରେ କ'ଣ କରିବେ? ଅମୀୟ ପଟ୍ଟନାୟକ ଗୋଟେ ସମଦର୍ଶୀ ପିଲା ଥିଲା। ଆଉ ଦ୍ୱିତୀୟ କଥା ହେଉଛି ଆମେ ସମସ୍ତେ ମନୋରଞ୍ଜନ ମହାପାତ୍ର ଆଡ଼ଭୋକେଟ୍ଙ୍କ ଜୁନିୟର ସବୁ ଥିଲୁ। ସିଏ ବି ଆମେ ଗୋଟେ ଫାଇଲ୍ର ଇଏ। ଆଉ ସିଏ ଏପରି ଏକ ଆଡ଼ଭୋକେଟ୍ ଥିଲା, ତାକୁ ସେ ଅଜାଶତ୍ରୁ, ତାର ଶତ୍ରୁ କେହି ନଥିଲେ। ତାକୁ ଯେତେ ଯାହା ବିରକ୍ତ ହେଇକି କହିଲେ ମୁଁ ସେ ସଦାବେଳେ ହସି ଦିଅନ୍ତି। ମୁଁ ଦୁର୍ଭାଗ୍ୟର ବିଷୟ ଯେ କାଲି ଏମିତି ଗୋଟେ ଘଟଣା ଘଟିବ ଆମ କାହା ମନରେ ମଧ୍ୟ ନଥିଲା। ତାପରେ ଆଗରୁ ସେ ବି ଅସୁସ୍ଥ ଥିଲେ, ତାଙ୍କର ହାର୍ଟ ଅପରେସନ୍ ହେଇଥିଲା। ତାକୁ ଚାହିଁକି ସେ ଠିକ୍ ସେ ଚଳୁଥିଲେ, ସବୁ କଥା କରୁଥିଲେ। ଆଉ ଜଣେ ଓକିଲ ହିସାବରେ ତାଙ୍କର ଖ୍ୟାତି ବହୁତ ଥିଲା। ସିଏ ବି ସରକାରୀ ଓକିଲ ଭାବରେ ନିୟୋଜିତ ଥିଲେ ଆମ ପୂର୍ବ ଗଭର୍ଣ୍ଣମେଣ୍ଟରେ ଏବଂ ସରକାରୀ ଓକିଲ ହିସାବରେ ତାଙ୍କର କାର୍ଯ୍ୟକଳାପ ଅତି ଉତ୍ତମ ଥିଲା। ସେ ଜନସାଧାରଣଙ୍କର ସେବା କରିବା, ଲିଟିଗାଣ୍ଟ ପବ୍ଲିକକୁ ରିଲିଫ୍ ଦେବା, ଏସବୁରେ ତାଙ୍କର ଯେଉଁ କାର୍ଯ୍ୟଦକ୍ଷତା ଥିଲା ତାକୁ ଆଜି ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି। ଆଉ ଆମେ ସମସ୍ତ ଓକିଲମାନେ ଜିଲ୍ଲା ଓକିଲ ସଂଘର ମର୍ମାହତ ଯେ ଆମେ ଏଭଳି ଜଣେ ବନ୍ଧୁଙ୍କୁ ହରାଇଲୁ।